ଯେତେବେଳେ ବିଶ୍ୱଦେବାଙ୍କୁ ଅପମାନ ଲାଗିଗଲା, ଆଜି ଅନଙ୍ଗ କହୁଛନ୍ତି ତମକୁ କିଏ ସମ୍ମାନ ଦେବ ହୋ, ତମେ ପରା ଆମ ଶଳା, କାହିଁକିନା ତମେ ହେଉଛ ବ୍ରହ୍ମାଙ୍କର ପୁଅ, ଆଉ ବ୍ରହ୍ମାଙ୍କର ପୁଅ ହେତୁ ଯେତେବେଳେ ରତିଙ୍କର ତମେ ଭାଇ, ତେଣୁ ତମେ ସେହି ହିସାବରେ ମୋର ଶଳା ହେଲନି କି? ତେଣୁ ଯଦି ଶଳା ତମେ, ତାହେଲେ ତମକୁ କି ସମ୍ମାନ ମୁଁ ଦେବି? ଯେତେବେଳେ ଜଣେ ଅତିଥି ଏବଂ ଜଣେ ମୁନି ଶ୍ରେଷ୍ଠ ଯେତେବେଳେ ସମସ୍ତ ଭରା ସଭାରେ ତାଙ୍କୁ ସମ୍ମାନ ଦେଉଛନ୍ତି, ସେ ସମୟରେ ଜଣେ କେହି ଆସି ତାଙ୍କୁ ଅସମ୍ମାନ କରିବ, ସେ ଯେତେ ନିଜ ଲୋକ ହେଲେ ମଧ୍ୟ କେବେ ସଭା ମଧ୍ୟରେ କାହାକୁ ଅସମ୍ମାନ ଯଦି କରି ଦିଆଯାଏ ତାହେଲେ ନିଶ୍ଚିତ ତା ହୃଦୟକୁ ବାଧିବ। ତେଣୁ ସେତେବେଳେ କୋପରେ ଜର୍ଜରିତ ହୋଇଗଲେ ବିଶ୍ୱଦେବା, ଆଉ କହିଦେଲେ ହେ ଅନଙ୍ଗ, ତମେ ଆଜି ଯେଉଁ ଅହଙ୍କାରରେ, ଆଜି ରୂପ ଯୌବନକୁ ନେଇ ଯେଉଁ ଅହଙ୍କାରରେ ଯେଉଁ କଥା ମୋତେ କହିଛ, ଯେଉଁ ଅସମ୍ମାନ ମୋତେ କରିଛ, ଆଜି ମୁଁ ହେଉଛି ମୁନି ବିଶ୍ୱଦେବା। ଯଦି ଯଦି ମୁଁ ମୁନି ଶ୍ରେଷ୍ଠ ହେଇଥିବି, ଯଦି ବ୍ରହ୍ମ ଋଷି ହେଇଥିବି, ତାହେଲେ ମୁଁ ଆଜି ତୁମକୁ ଅଭିଶାପ ଦେଉଛି, ତମେ ତମେ ମୋ ଅଭିଶାପରେ ଜଳି ପଡ଼ି ଭସ୍ମ ହେଇଯିବ, ତମେ ନିଶ୍ଚିତ ଭସ୍ମ ହେଇଯିବ। ବିଶ୍ୱଦେବାଙ୍କ ତୁଣ୍ଡରୁ ବାହାରି ପଡ଼ିଲା ଯେ ହେ କାମଦେବ, ତମେ ଭସ୍ମ ହେଇଯିବ। ଦେବସଭାରେ ଯେତେ ଲୋକ ଥିଲେ, ଯେତେ ଦେବତା ମାନେ ଥିଲେ, ଋଷିଙ୍କର ଏ କୋପକୁ ଦେଖି ସମସ୍ତେ ହାତ ଯୋଡ଼ି ଦେଇଛନ୍ତି, ହେ ବିଶ୍ୱଦେବା, ଆମେ ଜାଣିପାରୁଛୁ ଆପଣଙ୍କର ଅପମାନ ହେଇଛି, ଆପଣଙ୍କର ଅସମ୍ମାନ ହେଇଛି, କାହିଁକିନା ଭରା ସଭାରେ ଅନଙ୍ଗ ଆଜି ଯେଉଁଭଳି କର୍ମ କରିଛନ୍ତି ତାହା ନିଶ୍ଚିତ ନିନ୍ଦନୀୟ। ତେଣୁ ଆପଣ ଯେଉଁ ଅଭିଶାପ ଦେଇଦେଲେ ସେ ଅଭିଶାପକୁ ଆପଣ ଫେରେଇ ନିଅନ୍ତୁ। ଯଦି ଛୋଟ ପିଲା କିଛି ଜାଣିନି, ଯଦି କହିଦେଇଛି, ତେଣୁ ତାକୁ ଟିକେ କ୍ଷମା କରିଦିଅନ୍ତୁ। ତେଣୁ ଆଜି ବିଶ୍ୱଦେବା କହୁଛନ୍ତି କହିଥିବା କଥା, ମୁନିଙ୍କର କହିଥିବା କଥା ବହି ଯାଇଥିବା ପାଣି କେବେ ଫେରିକି ଆସେ ନା। ତେଣୁ ଏ ଅଭିଶାପ ନିଶ୍ଚୟ ଫଳପ୍ରଦ ହେବ। କ'ଣ କହୁଛନ୍ତି ଆଜି ବିଶ୍ୱଦେବା? ମତ ଗର୍ବେ ଉପହାସ କରିଲୁ ତୁ ଢାଳେ, ଅସ୍ଥି ସହ ଭସ୍ମ ହେଉ ନରହ ଯେତିଳେ, ଅସ୍ଥି ସହ ଭସ୍ମ ହେଉ ନରହ ଯେତିଳେ, ଅସ୍ଥି ସହ ଭସ୍ମ ହେଉ ନରହ ତିଳେ। ଇନ୍ଦ୍ରଦେବ ବଇଲେ କଣ ବିଶ୍ୱଦେବା ଚାହିଁ, ବଇଲେ ଗନ୍ଧବିହୀନ ପୁରୁଷ ତୁ ହୋଇ, ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ, ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ।